ସ୍ଥାନୀୟ ଓ ସ୍ୱଦେଶୀ ଉତ୍ପାଦକୁ ପ୍ରୋତ୍ସାହିତ କରିବା ପାଇଁ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆଜି ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହିତ ମୋତିଗଞ୍ଜ ସ୍ଥିତ ଖଦି ଭଣ୍ଡାରରେ ପହଞ୍ଚିଥିଲେ। ନିଜେ ଖଦି ବସ୍ତ୍ର କିଣିବା ସହିତ ଉପସ୍ଥିତ ଥିବା ସମସ୍ତଙ୍କ ପାଇଁ ତାଙ୍କ ପସନ୍ଦର ବସ୍ତ୍ର ପରିଧାନ କିଣିଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଲୋକଙ୍କୁ ସ୍ଥାନୀୟ ଉତ୍ପାଦ ଓ ସ୍ୱଦେଶୀ ବସ୍ତୁ ପ୍ରତି ଆକର୍ଷିତ କରିବା, ଯାହାଫଳରେ ସ୍ଥାନୀୟ ରୋଜଗାର ବୃଦ୍ଧି ପାଇବ ଓ ଆର୍ଥିକ ମାନଦଣ୍ଡର ଅଭିବୃଦ୍ଧି ଘଟିବ। ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଈଶ୍ୱର ଚନ୍ଦ୍ର ବେହେରା, ପୂର୍ବତନ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ରାଜ୍ୟ ମହିଳା ନେତ୍ରୀ ସୁଷମା ରାଣୀ ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପରଶୁରାମ ପରିଡ଼ା, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଜିଲ୍ଲା ସମ୍ପାଦକ ବିଜୟ ସାହୁ, ଜିଲ୍ଲା ଉପସଭାପତି ମମତା ମହାପାତ୍ର, ଚନ୍ଦ୍ରଶେଖର ନନ୍ଦ, ଚିତ୍ତରଞ୍ଜନ ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଡିଜିଟାଲ ମାଧ୍ୟମରେ ପୈଠ କରି ସାଂସଦ ଆଉ ଏକ ବାର୍ତ୍ତା ଦେଇଛନ୍ତି, କ୍ୟାସଲେସ୍ ଟ୍ରାଞ୍ଜାକ୍ସନ।